ମାନବୀୟ ଚିନ୍ତନରେ ଶକ୍ତିର ପ୍ରତୀକ ନାରୀ। ସେ ସ୍ନେହମୟୀ, କରୁଣାମୟୀ ଓ ମମତାମୟୀ ଜନନୀ, ସଂସାରର ସଞ୍ଚାଳିକା, ବିଶ୍ୱଚକ୍ରର ନାଭିକେନ୍ଦ୍ର। କୁହାଯାଏ ସେ ସୃଜନ କାଳରେ ମହାସରସ୍ୱତୀ, ପାଳନ ବେଳାରେ ମହାଲକ୍ଷ୍ମୀ ଓ ବିନାଶ କାଳରେ ମହାକାଳୀ ରୂପରେ ପୂଜିତା। ନବରାତ୍ରିର ସପ୍ତମ ଦିବସରେ ମାଙ୍କୁ କାଳରାତ୍ରି ସ୍ୱରୂପରେ ଉପାସନା କରାଯାଏ। ଏହି ରୂପରେ ମାତାଙ୍କ ଶରୀରର ରଙ୍ଗ ରାତ୍ର ପରି କଳା, ମସ୍ତକର କେଶ ମୁକୁଳା, ଗୋଲାକାର ତ୍ରିନେତ୍ର, କଣ୍ଠରେ ବିଜୁଳି ପରି ଉଜ୍ଜଳ ମାଳା, ନାସିକାରୁ ପ୍ରବାହିତ ନିଶ୍ୱାସ ପ୍ରଶ୍ୱାସରୁ ଅଗ୍ନିର ଜ୍ୱାଳା ବାହାରୁଥାଏ। ଋଗ୍ବେଦରେ ପରମାତ୍ମାଙ୍କୁ ରାତ୍ରି ବୋଲି କୁହାଯାଇଛି। ପରଂବ୍ରହ୍ମ ରାତ୍ରି ଓ ବ୍ରହ୍ମମୟୀ ମା ହେଉଛନ୍ତି ରାତ୍ରିର ଶକ୍ତି। ଏଥିପାଇଁ ତାଙ୍କୁ କାଳରାତ୍ରି କୁହାଯାଇଛି। ମାତା ଗର୍ଦ୍ଦଭ ବାହିନୀ ଓ ଚତୁର୍ଭୁଜା ହାତରେ ଲୌହ ଖଡ୍ଗ ଧାରଣ କରିଥାନ୍ତି। ସପ୍ତମ ରୂପ ତୁମ କାଳରାତ୍ରିର ମା, ଦିବ୍ୟ ରୂପେ ଅବତରିବ, ଆସୁରିକ ଶକ୍ତି ବିନାଶ ପଥରେ ଖଡ୍ଗ ହସ୍ତରେ ଧରିବ। ନବରାତ୍ରିରେ ମାଙ୍କର ଏହି ସ୍ୱରୂପକୁ ଆରାଧନା କଲେ ରିଦ୍ଧି ଓ ସିଦ୍ଧି ପ୍ରାପ୍ତି ହୋଇଥାଏ। କ୍ରୋଧର ବିନାଶ ପାଇଁ ମାଙ୍କ କାଳରାତ୍ରି ସ୍ୱରୂପର ଉପାସନା କରାଯାଏ। ସପ୍ତମୀ ତିଥିରେ ସାର୍ବଜନୀନ ଦୁର୍ଗା ପୂଜା ସମୟରେ ମାଙ୍କ ନେତ୍ର ଉନ୍ମୋଚନ କରାଯାଏ। କାଳରାତ୍ରିଙ୍କ ସ୍ୱରୂପ ଭୟଙ୍କର ହୋଇଥିଲେ ମଧ୍ୟ ମା ସନ୍ତାନ ବତ୍ସଳା। ତାଙ୍କ ତ୍ରିନେତ୍ରରୁ ଅଗ୍ନି ସ୍ଫୁଲିଙ୍ଗ ନିର୍ଗତ ହେଉଥିଲେ ମଧ୍ୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କରୁଣା ଓ ସ୍ନେହ ବର୍ଷା ହୋଇଥାଏ। ତନ୍ତ୍ର ସାଧକଙ୍କ ପାଇଁ କାଳରାତ୍ରି ଉପାସନାର ମହତ୍ୱ ସବୁଠୁ ଅଧିକ। ପୌରାଣିକ ମତ ଅନୁଯାୟୀ ମା ଏହି ରୂପରେ ରକ୍ତବୀଜ, ଚଣ୍ଡ ଓ ମୁଣ୍ଡ ଭଳି ଦୈତ୍ୟ ସଂହାର କରିଥିଲେ। ମାତା ପାର୍ବତୀଙ୍କ ଏକ ସ୍ୱରୂପ ହେଉଛନ୍ତି କାଳରାତ୍ରି। ଦୀର୍ଘ ତପସ୍ୟା କାରଣରୁ ମା ପାର୍ବତୀଙ୍କ ଶରୀର ଶ୍ୟାମଳ ବର୍ଣ୍ଣ ହୋଇଯାଇଥିଲା। ଶ୍ୟାମଳାଙ୍କି ପାର୍ବତୀଙ୍କୁ ଭଗବାନ ଭୋଳାନାଥ କାଳୀ ବୋଲି ସମ୍ବୋଧନ କରିଦେଇଥିଲେ। ମାତାଙ୍କ ଏହି ସ୍ୱରୂପ ପୂଜା କରିବା ଦ୍ୱାରା ସମସ୍ତ ପ୍ରକାର ପାପରୁ ମୁକ୍ତି ମିଳିବା ସହ ବ୍ୟକ୍ତିଙ୍କ ଶତ୍ରୁ ନାଶ ହୋଇଥାଏ। ନବରାତ୍ରିର ସପ୍ତମ ଦିନରେ ମାଙ୍କୁ ସ୍ମରଣ କରିବା ମାତ୍ରେ ହିଁ ନକାରାତ୍ମକ ଶକ୍ତିର ନାଶ ହୋଇଥାଏ। ବ୍ୟୁରୋ ରିପୋର୍ଟ, ଲିଭ୍ ଲାଇଫ୍ ଓଡ଼ିଆ।